କଥା ପୁରୁଣା ଅର୍ଥ ଅଜଣା କଥା ପୁରୁଣା କଥା ପୁରୁଣା ଅର୍ଥ ଅଜଣା କଥା ପୁରୁଣା ପୁରୁଣା ଜନତାଙ୍କୁ ଅଜଣା ପୁରୁଣା ଜନତାଙ୍କୁ ଅଜଣା କଥା ପୁରୁଣା ଅର୍ଥ ଅଜଣା କଥା ପୁରୁଣା କଥା ପୁରୁଣା ଅର୍ଥ ଅଜଣା କଥା ପୁରୁଣା। ଆମର ପୁରୁଣା କଥା ତନୁ ଗୋଟେ ପିଲା ବହୁତ ଖାଉଛି, ସେ ଖାଇବା ପାଇଁ ବହୁତ ଅଳି କରୁଛି, ତାକୁ ତା ମା କହୁଛି ପେଟେଇ ଜଗନ୍ନାଥ। ଏ ପେଟେଇ ଜଗନ୍ନାଥଟି କଥାଟାକୁ ଶୁଣିଲେ ତାର ଅର୍ଥ କିଛି ପ୍ରକୃତରେ ସେମିତି ବୁଝା ପଡ଼ୁନି। ପେଟେଇ ଜଗନ୍ନାଥ କ'ଣ? କେବଳ ଏତିକି ଆମେ ବୁଝିବା ଯେ ଜଗନ୍ନାଥ 36 ପଉଟି ମୋର ଭୋଗ ଖାଆନ୍ତି। ଏଇ ଯେଉଁ କଥା ସବୁ ଆମର ବାହ୍ୟ କଥା ସବୁ ରହିଛି, ଠାକୁର ମହାପ୍ରସାଦ ଖାଆନ୍ତି, ଏତେ କଥା ଖାଆନ୍ତି, ତେଣୁ ସେଇ କଥାକୁ ଲକ୍ଷ୍ୟ କରି ହୁଏତ କିଏ ଭାବୁଥିବେ ପେଟେଇ ଜଗନ୍ନାଥ। ପ୍ରକୃତରେ କ'ଣ ଜଗନ୍ନାଥ ଖାଆନ୍ତି? କିଏ କ'ଣ ପ୍ରକୃତରେ ଦେଖିଛନ୍ତି କି ଜଗନ୍ନାଥ ଖାଇବା? ହଁ, ଗୁରୁ ନାନକ ଯେତେବେଳେ ଆସିଥିଲେ ଶ୍ରୀଳାଚଳ ଧାମକୁ, ତାକୁ ଯେତେବେଳେ ପଚରା ଯାଇଥିଲା ଆପଣ ପୁରୀ ଯାଇଥିଲେ, ସେତେବେଳେ ଫେରିଗଲେ, ତାପରେ ପଚରା ହେଲା ଯେ ଆପଣ କ'ଣ ଦେଖିକିରି ଆସିଲେ ପୁରୀରେ? ସିଏ ତାଙ୍କ ଭାଷାରେ କହିଲେ, ମୁଁ ଦେଖିକିରି ଆସିଲି ପରଂ ବ୍ରହ୍ମ ସେଠି ଚାଉଳ ଖାଉଛନ୍ତି। ଚାଉଳ ମାନେ ଭାତ। ପ୍ରକୃତରେ କ'ଣ ଜଣେ ମହାପୁରୁଷ କହିଦେଲେ, ସିଏ ତାଙ୍କ ଭାବଧାରାକୁ ନେଇକରି କହିଲେ ବା ତାକୁ କ'ଣ ଗୋଟେ ଅନୁଭବ କରିକିରି କହିଲେ। କିନ୍ତୁ ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ପେଟେଇ ଜଗନ୍ନାଥ, ଏହାର ତତ୍ତ୍ୱ କ'ଣ? ଗୋଟିଏ ଭାଗବତର ଗୋଟେ ପଦ ଅଛି, ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ। ଆମେ ସବୁ ଯାହା ଯିଏ ଯୋଉଠି ଯେମିତି ଖାଉଛନ୍ତି, ଜୀବକୁ ଭୁଞ୍ଜାଇ ଭୁଞ୍ଜଇ, ସେ ନିଜେ କିଛି ମାନେ ଖାଉନାହାନ୍ତି। ଜୀବ ଯାହା ଖାଉଛି ସେ ଖାଇବାଟା ହିଁ ତାଙ୍କର। ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ପ୍ରାୟତାଇ, ପ୍ରକୃତରେ ସେ କିଛି ଖାଉନାହାନ୍ତି। ଆମେ ଯାହା ଖାଉଛୁ ସେଇଟା ହିଁ ତାଙ୍କର। ଆମର ମାନେ ଅନେକ ଜାଗାରେ ଆମେ କହୁ, ସବୁବେଳେ ସେ କଥାଟି ମଧ୍ୟ କହୁ ଯେ ଯାହା ପାଇବ ଅକସ୍ମାତେ ଆନନ୍ଦେ ସମର୍ପିବ ମୋତେ। ଯାହା ପାଇବ ଅକସ୍ମାତେ ଆନନ୍ଦେ ସମର୍ପିବ ମୋତେ। ତୁମେ ଯୋଉଠି ଯାହା ଖାଉଛ, କେବଳ ଖାଇବା ବି ନୁହେଁ, ଯେଉଁଠି ଯେଭଳି ଭାବରେ କିଛି ପାଉଛ, ତୁମେ ଭାବନା ଯେ ଏଇଟାକୁ ମୁଁ ପାଇଲି ବା ମୋ ଦ୍ୱାରା ହେଲା, ମୁଁ ତା ପାଇଁ ସଫଳ ହେଇଛି। ପ୍ରକୃତରେ ସେଇଆ ନୁହେଁ, ସବୁ ହିଁ ଭଗବାନଙ୍କର ଇଚ୍ଛା। ତେଣୁ ଯାହା ତମେ ପାଇଲ ସେ ମୋ ଇଚ୍ଛାରେ ପାଇଛ। ତୁମ ଇଚ୍ଛାରେ କିଛି ପାଇନା, କିଛି ପାଇବାର ବି ନାହିଁ। ତେଣୁ ଯାହା ପାଇଲ ଆନନ୍ଦେ ସମର୍ପିବ ମୋତେ।
ମୋତେ ସମର୍ପଣ କରିବ। ଆପଣମାନେ ଜାଣିଛନ୍ତି ଗାଁ ଗହଳିରେ ଯଦି ବାଡ଼ିରେ ଗୋଟିଏ କାକୁଡ଼ି ନୂଆ କରି ଫଳୁଥିଲା କି ପିଜୁଳିଟିଏ ଫଳୁଥିଲା କିମ୍ବା ଆଳୁ ବାଇଗଣ ଟମାଟର ଅମୃତଭଣ୍ଡା ଯାହା ଗୋଟେ ବାଡ଼ିର ନୂଆ ଫଳ କଦଳୀ ଯାହା ନୂଆ ଫଳଟିଏ ଫଳୁଥିଲା ସେ ଫଳଟି ଆଗେ ପ୍ରଥମେ ଦେବାଳୟକୁ ଯାଉଥିଲା ସମର୍ପଣ ହେବା ପାଇଁ। କାରଣ ଆଗ ଦେବାଳୟକୁ ନଦେଲେ ଆମେ ଘରେ ଖାଇବା ନାହିଁ। ଆମର ଏବେ ବି ଗୋଟେ ପର୍ବ ଓଡ଼ିଶାରେ ପାଳନ ହୁଏ ନୂଆଖାଇ ପର୍ବ। ପ୍ରଥମ କରି ଆମେ ଯେଉଁ ଧାନ ବିଲରୁ ଅମଳ କରୁ ତାର ଯେଉଁ ଚାଉଳ ଆମେ ଖାଉ ସେ ଚାଉଳ ବା ଚୂଡ଼ାକୁ ଆମେ ଭୋଗ ଲଗାଇ ଆମେ ତାକୁ ଗୋଟେ ପର୍ବରେ ପାଳନ କରିଛୁ ନୂଆଖାଇ ପର୍ବ। ତାମାନେ ସେ ପୁରୁଣା ଜିନିଷ ନୂଆ କରି ପୁଣି ଥରେ ଖାଇଲୁ। ଆମେ ଯଦି ଲୁଗାପଟାଟିଏ ନୂଆ ଲୁଗାଟିଏ ପିନ୍ଧୁ ଆମେ ଗୁରୁଜନମାନଙ୍କୁ ନମସ୍କାର କରୁ, ଏବେ କରୁନାହାନ୍ତି ବୋଧେ। ଆମେ ଯଦି ନୂଆ ଲୁଗାଟିଏ ନୂଆ ପ୍ୟାଣ୍ଟଟିଏ ନୂଆ ଜାମାଟିଏ ଯେତେବେଳେ ଆମେ ପିଲାଦିନେ ସବୁ ପିନ୍ଧୁଥିଲୁ ସେତେବେଳେ ଆମକୁ ଆଗ ନିର୍ଦ୍ଦେଶ ଥିଲା ଯାଅ ଠାକୁରଙ୍କୁ ମୁଣ୍ଡିଆ ମାରି ଆସ। ତେଣୁ ଆମେ ଆଗେ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରୁଥିଲୁ। କାହିଁକି ମୁଣ୍ଡିଆ ମାରୁଥିଲୁ ଆମେ ଜାଣିନୁ, କିନ୍ତୁ ଠାକୁରଙ୍କୁ ମୁଣ୍ଡିଆ ମାରିବାଟା ମନେ ଅଛି। ଏବଂ ଗୁରୁଜନମାନଙ୍କୁ ନମସ୍କାର କରୁଥିଲୁ। ତାର କାରଣ ହେଉଛି ଭଗବାନ ସର୍ବବ୍ୟାପକ। ଭଗବାନ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ହେଇକରି ନାହାନ୍ତି। ତେଣୁ ଜୀବକୁ ଭୁଞ୍ଜାଇ ଯାହା ପାଇବ ଅକସ୍ମାତେ ଆନନ୍ଦେ ସମର୍ପିବ ବୋଲି। ଜୀବନରେ ତୁମେ ଯେଉଁଠି ଯାହା ପାଇଲ ସେଇଟାକୁ ସମର୍ପଣ କର। ଆପଣମାନେ ଜାଣିଛନ୍ତି ଯଦି ସୁନାଟିଏ କେଉଁଠି ମିଳେ, ଆମର କଥା ଅଛି ସୁନା ମିଳିବା ଭାରି ଖରାପ। ଖରାପ ହେଲା କ'ଣ କରିବା ନା ସୁନାଟାକୁ ଠାକୁରଙ୍କ ଘରେ ଦେଇଦିଅ, କୌଣସି ଏକ ଠାକୁରଙ୍କୁ ସମର୍ପଣ କରିଦିଅ। ତେଣୁ ଏଇଭଳି କଥା ଆମେ ଯେତେବେଳେ ଜାଣିଛୁ ଏହାର ବହୁତ ଅର୍ଥ ମଧ୍ୟ ରହିଛି। ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ପ୍ରାୟ ଥାଇ। ଆଉ ଗୋଟେ କଥା ମଧ୍ୟ ଅଛି, ଯେମିତି ଯାହା ପାଇବ ଅକସ୍ମାତେ ଆନନ୍ଦେ ସମର୍ପିବ ମୋତେ, ସେଇଭଳି ଭାଗବତର ଆଉ ଗୋଟେ ପଦ ରହିଛି ଯେ କର୍ମ ଶଣେ ଦେହ ଅଜଗର ପ୍ରାୟ। କର୍ମ ଶଣେ ଦେହ ଅରଣ୍যେ ଅଜଗର ପ୍ରାୟ। ଖାଦ୍ୟ ଅନ୍ୱେଷଣ କରିବାକୁ ଯାଇପାରୁନଥିବା ଗୋଟିଏ ଜୀବ, ଏକ ପୃଥୁଳକାୟ ଜୀବ, ସେ ହେଉଛି ଅଜଗର ସାପ। ଦେଖନ୍ତୁ ଭଗବାନ କେମିତି ମଙ୍ଗଳମୟ। ଭଗବାନ କେମିତି ମଙ୍ଗଳମୟ ଏଇଥିରୁ ଆପଣ ବୁଝିବେ। ସେ ଯାଇପାରୁନାହିଁ, ପୁଣି କ'ଣ ହେବ? ତା ପାଖକୁ ଯେମିତି ହେଲେ ଗୋଟେ ଖାଦ୍ୟ ଆସିବ। ଯେଉଁ ଖାଦ୍ୟଟି ସେ ପାଇବ ସେତିକିରେ ସେ ସନ୍ତୋଷ ରହିବ। ମାନେ ସେ ଆଉ ମାନେ ଇଏ ହେବ ନାହିଁ, ଅସନ୍ତୋଷ ହେବ ନାହିଁ। କର୍ମ କଷଣେ ଦେହ ସହେ ଅରଣ୍ୟ ଅଜଗର ପ୍ରାୟ। ଆଜି ଗୋଟେ ମୃଗଟା ପାଖକୁ ଆସିଲା, ମୃଗଟାକୁ ଖାଇଦେଲା। ତେଣୁ ଭଗବାନ ହେଉଛନ୍ତି ମଙ୍ଗଳମୟ। ଆମର ଅଚ୍ୟୁତାନନ୍ଦ ମହାପୁରୁଷ ଗୋଟିଏ ପଦ ଲେଖିଛନ୍ତି, ଅକର୍ମାଦା ନୀତି ବୋଲାଅ କର୍ମେ ନାହିଁ ମୋ ମତି। ଅକର୍ମାଦା ନୀତି ବୋଲା କର୍ମେ ନାହିଁ ମୋ ମତି। ଅକର୍ମାଦା ନୀତି ଯଦି ଏ ଦୁନିଆରେ ଭିକାରୀ ମଧ୍ୟ ଖାଇବାକୁ ପାଉଛି, ଖାଲି ଭିକାରୀ ତ ଅନେକ ଭିକ୍ଷା ବୃତ୍ତି କରୁଛନ୍ତି। ଯେଉଁମାନଙ୍କର ହାତ ଗୋଡ଼ ଛିଣ୍ଡି ଯାଇଛି, ଛୋଟା କୁଦା କିମ୍ବା ଅନ୍ଧ କଣା, ସେମାନେ ଯଦି ଦୁନିଆରେ ଖାଇବାକୁ ପାଉଛନ୍ତି
ତାହେଲେ ଭଗବାନ କେତେ ମଙ୍ଗଳମୟ। କିନ୍ତୁ ଏଇ ଯେଉଁ ପେଟେଇ ଜଗନ୍ନାଥ, ଇଏ କଥାର ଅର୍ଥ ହେଉଛି ଜଗନ୍ନାଥ ପ୍ରକୃତରେ କେଉଁଠି ଅଛନ୍ତି ଯଦି ଖୋଜିବା, କିଏ କହିବ ପୁରୀ ଶ୍ରୀମନ୍ଦିରରେ ଅଛନ୍ତି, ତା ସତ୍ୟ, ମିଥ୍ୟା ନୁହଁ। କିଏ କହିବ ଆମ ଗାଁରେ ଗୋଟେ ଜଗନ୍ନାଥ ଅଛନ୍ତି, ଜଗନ୍ନାଥ ମନ୍ଦିର ସେଠି ବି ଅଛନ୍ତି, ତା ମଧ୍ୟ ସତ୍ୟ। କିନ୍ତୁ ପ୍ରକୃତରେ ଜଗନ୍ନାଥ କେଉଁଠି ଅଛନ୍ତି? ଜଗନ୍ନାଥଙ୍କର ଚକ୍ର ହେଉଛି ହୃଦୟ ଚକ୍ର। ଏଇ ହୃଦୟରେ ହିଁ ଜଗନ୍ନାଥ ଅଛନ୍ତି। ହୃଦୟକୁ ଲାଗିଛି ପେଟଟି, ତେଣୁ ହୃଦୟ ହେଉଛି ଭଗବାନଙ୍କର ଘର ବା ଜଗନ୍ନାଥଙ୍କର ଘର। ପେଟେଇ ଜଗନ୍ନାଥ। ଆମେ ଯାହା ଖାଉଛୁ, ଯାହା ପିଉଛୁ, ଯାହା ଆମେ ଯେଉଁ ଗନ୍ଧ ଆମେ ବାରୁଛୁ, ଇଏ ସବୁ କାହା ପାଇଁ ହେଉଛି? କେବଳ ଜଗନ୍ନାଥଙ୍କ ପାଇଁ ହେଉଛି, ଆଉ କାହା ପାଇଁ ହେଉଛି? ତାକୁ ଆମେ ଯାହା ଖାଉଛୁ, ପେଟ ଭିତରେ ଜଗନ୍ନାଥ ଅଛନ୍ତି, ସେ ଖାଉଛନ୍ତି। ଜଗନ୍ନାଥ କେଉଁଠି ଅଛନ୍ତି ନା ହୃଦୟରେ। ପୁଣି ଗୀତାରେ କହିଲେ ଜଗନ୍ନାଥ କେଉଁଠି ଅଛନ୍ତି? ପାକସ୍ଥଳୀ ଭିତରେ। ଅହଂ ବୈଶ୍ୱାନରା ଭୂତ୍ୱା ପ୍ରାଣୀନାମ ଦେହମାଶ୍ରିତା ପ୍ରାଣପାନ ସମାଯୁକ୍ତ ପଚାମେନଂ ଚତୁର୍ବିଧ। ଭଗବାନ କେଉଁଠି ଅଛନ୍ତି? ପାକସ୍ଥଳୀ ଭିତରେ ଅଛନ୍ତି। ସେ ପାଚକ ରସ ଭିତରେ ଅଛନ୍ତି। ପାଚକ ରସ, ଯେଉଁ ପାଚକ ରସଟା ନିର୍ଗତ ହୁଏ, ଯେଉଁ ପାଚକ ରସ ଦ୍ୱାରା ଖାଦ୍ୟ ହଜମ ହୁଏ, ତେଣୁ ସେ ପାଚକ ରସ ଭିତରେ ଅଛନ୍ତି। ସେ ଜଠରାଗ୍ନି ରୂପରେ ଅଛନ୍ତି, ସେ ଲିଭର ଭିତରେ ଅଛନ୍ତି। ତେଣୁ ଜୀବକୁ ଭୁଞ୍ଜାଇ ଭୁଞ୍ଜାଇ ଅନ୍ତରେ ସାକ୍ଷୀ ରୂପେ ଥାଇ ଇଏ ଯାହା ପେଟେଇ ଜଗନ୍ନାଥ ହେଉଛନ୍ତି ସେଇଆ। ତେଣୁ ଆମକୁ ବିଚାର କରିବାକୁ ପଡ଼ିବ, ଯଦି ଜଗନ୍ନାଥ ଆମ ହୃଦୟ ବା ରହିଛନ୍ତି ବା ଆମ ଲିଭର ଭିତରେ ରହିଛନ୍ତି ବା ପାକସ୍ଥଳୀ ଭିତରେ ରହିଛନ୍ତି, ଏହା ଯଦି ଆମେ ଜାଣିଲୁ, ତାହେଲେ କ'ଣ ଖାଇବା ଉଚିତ, କ'ଣ ଖାଇବା ଉଚିତ ନୁହଁ, କ'ଣ ପିଇବା ଉଚିତ, କ'ଣ ପିଇବା ଉଚିତ ନୁହେଁ, ତାକୁ ମଧ୍ୟ ବିଚାର କରିବା ଦରକାର। ଯଦି ଆମେ ପଇଡ଼ ପାଣି ପିଇଲୁ, ତାମାନେ ପ୍ରକୃତରେ ପଇଡ଼ ପାଣି ବିଷ୍ଣୁଙ୍କୁ ସମର୍ପଣ ହୁଏ, ଶିବଙ୍କୁ ସମର୍ପଣ ହୁଏ, ସଲିଳମ୍ ଅମୃତ ତୁଲ୍ୟମ୍। ତେଣୁ ଆମେ ସେ ଅମୃତ ତୁଲ୍ୟ ପାଣିଟାକୁ ଆମେ ପିଇଲୁ, ତାମାନେ ତାକୁ ଜଗନ୍ନାଥଙ୍କୁ ହିଁ ଦେଲୁ। କିନ୍ତୁ ଜଗନ୍ନାଥ ଖୁସି। ଯଦି ଆମେ ଚାହା ପିଇଲୁ, କିଛି ଅସୁବିଧା ନାହିଁ। ଚାହା 2 କପ୍ କପେ ପିଇଲେ କିଛି ଅସୁବିଧା ନାହିଁ। ପାନ ଖଣ୍ଡେ 2 ଖଣ୍ଡ ଚୋବେଇଲେ କିଛି ଅସୁବିଧା ନାହିଁ। କିନ୍ତୁ ଏମିତି ଜିନିଷ ଆମେ ବ୍ୟବହାର କରିବୁ ନାହିଁ, ଯାହାକୁ ବ୍ୟବହାର କଲେ ସିଏ ଦିନେ ଆମକୁ ବ୍ୟବହାର କରିବ। ଆମେ ଯାହାକୁ ଖାଉଛୁ, ଦିନେ ସମୟ ଆସେ ସିଏ ଆମକୁ ଖାଏ। ଯେଉଁମାନେ ନିଶା ଖାଉଛନ୍ତି, ଗୁଟୁକା ଖାଉଛନ୍ତି ବା ଯେଉଁମାନେ ଗୋଟେ ନିଶା ମାଦକ ବ୍ୟବହାର କରୁଛନ୍ତି, ଦିନେ ସମୟ ଆସେ ସେ ନିଶା ମାଦକ ଆମକୁ ଖାଏ। ତେଣୁ ପେଟେଇ ଜଗନ୍ନାଥ। ଆମେ କଦଳୀ ଖାଇଲୁ, ଆମେ ଆପେଲ ଖାଇଲୁ, ଆମେ ଅଙ୍ଗୁର ଖାଇଲୁ, ଆମେ କମଳା ଖାଇଲୁ। ଇଏ ଖାଦ୍ୟ ନିଜେ ଭଗବାନଙ୍କ ସିଧାସଳଖ ଭାବରେ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେଲା। ଯଦି ଆମେ ଆମିଷ ଖାଉଛୁ, ତାହେଲେ ଆମିଷ ଖାଇବାର ଗୋଟେ ବାର ରହିବା ଦରକାର, ଯେମିତି ସାତ୍ଵିକ ଖାଦ୍ୟ ବେଶୀ ରହିବ। ସେଇ ଯେଉଁ ଆମିଷ ଖାଦ୍ୟଟାକୁ ଆମେ କହୁଛୁ ଆମିଷ, ସେଇ ଆମିଷ ଖାଦ୍ୟକୁ ସାଙ୍ଗୁଣା ଖାଉଛି। ଆହୁରି 50ଟା ମଢ଼ ବି ସେ ଖାଉଛି। ଗୋଟେ ଶୃଗାଳ ଖାଉଛି, ବିଲୁଆ ଖାଉଛି, ହେଟା ବାଘଟିଏ ଖାଉଛି। ତେଣୁ ଯାହା ପାଇଁ ଯେମନ୍ତ ଖାଦ୍ୟ ସେ ଦ୍ୱାରା ଖାଉଛନ୍ତି। ସେ ଖାଦ୍ୟ ଭିତରେ ମଧ୍ୟ ଭଗବାନ ନିଜେ ସେ ଖାଦ୍ୟକୁ ଗ୍ରହଣ କରୁଛନ୍ତି। ଆମେ ମଣିଷ, ଆମେ ଯଦି କହିବୁ
ଶୃଗାଳ ଯାହା ଖାଉଛି ଆମେ ସେଇଆକୁ ଖାଇବୁ, ତା କେମିତି ହେବ? ତେଣୁ ହିନ୍ଦୁ ସାମ୍ରାଜ୍ୟ ଭିତରେ, ଆମର ହିନ୍ଦୁ ଜାତି ଭିତରେ ଅନେକ କଥାକୁ ବାରଣ କରାଯାଇଛି। ତେଣୁ ଏଇ ପୃଥିବୀର ଅନେକ ମଣିଷ ଅଛନ୍ତି ବିଲୁଆ ମାଂସ ବି ଖାଆନ୍ତି। ତେବେ ଆମେ ଆମ ଧର୍ମ କଥା ଆମେ କହିବା, ଆମେ ସନାତନ ଧର୍ମ। ଏଠି ଗୋଟେ ଓଡ଼ିଆ ଲୋକ କଥାକୁ ନେଇକରି ଆମେ ବିଚାର କରୁଛେ। ଆମେ ସବୁ କଥାକୁ ନିନ୍ଦା କରିପାରିବାନି କି ସବୁ କଥାକୁ ପ୍ରଶଂସା କରିପାରିବାନି, କିନ୍ତୁ ମୋଟାମୋଟି ଏମିତି ଖାଦ୍ୟ ଆମେ ଖାଇବା, ଏମିତି ପାନୀୟ ଆମେ ପିଇବା, ଯାହା ଆମେ ଜାଣିବା ଯେ ଆମେ ଯେତେବେଳେ ହୃଦବୋଧକ ହେବା, ଆମର ଯେତେବେଳେ ହୃଦବୋଧ ହେବ ଯେ ଜଗନ୍ନାଥ କେଉଁଠି, ଏ ଜଗନ୍ନାଥ ପୁରା ମୋ ଅନ୍ତରରେ ଅନ୍ତର୍ଯାମୀ ଅନ୍ତର୍ଗତେ ବାରତା ଜାଣ, ଠାକୁର ଅଭିରାମ করে কথাটি। ଅନ୍ତର୍ଯାମୀ ଅନ୍ତର୍ଗତେ ବାରତା ଜାଣ, ସେ ପୁରା ଅନ୍ତର୍ଯାମୀ, ସେ ଅନ୍ତରରେ ଅଛନ୍ତି। ତମେ ଦେଉଳରେ ନେଇକିରି ଖାଦ୍ୟକୁ ଏମିତି ଦେଖେଇକିରି ଏମିତି ଭୋଗ କରି ଯାଉଛ। କେଉଁଦିନ ଦେଖିଛ କଦଳୀ ପତ୍ରଟେ ଖାଇବା ଦେଖିଛ? କଦଳୀଟେ ଖାଇବା ଦେଖିଛ? ଛେନା, ଗୁଡ଼, କଦଳୀ, ଗୋଲମରିଚ, ଶ୍ରୀକପୁର, କେତେ କ'ଣ ନଡ଼ିଆ ପକେଇ ଗୋଟେ ସୁନ୍ଦର ପଣା କରି ଠାକୁରଙ୍କୁ ଦେଇକିରି ଆଇଲି। ଯେ ଠାକୁରଙ୍କୁ ଦେଇଛ ନା ଠାକୁରଙ୍କୁ ସମର୍ପଣ କରି ନିଜେ ଖାଇଛ? ଠାକୁରଙ୍କୁ ସମର୍ପଣ କରୁ, ତାପରେ ଆମେ ସବୁ ବାଣ୍ଟି କୁଟିକିରି ଖାଇଲୁ। ଆଉ ସେଟା ଖାଉଛି କିଏ? ପେଟେଇ ଜଗନ୍ନାଥ। ସେଇ ଜଗନ୍ନାଥ ହିଁ ସମସ୍ତ ଅନାଥର ନାଥ, ଯିଏ ଜଗନ୍ନାଥ, ଯାହାଙ୍କୁ କୁହାଯାଇଛି ଜଗତପତି, ସିଏ ହିଁ ଖାଉଛନ୍ତି। ଇଏ ପେଟଟା ସିଏ ତିଆରି କରିଛନ୍ତି, ଆମେ ତିଆରି କରିନୁ। ମାତୃଗର୍ଭରେ ପେଟକୁ କ'ଣ ଆମେ ତିଆରି କରିଥିଲୁ? ଆମ ବାପ ମା ବି ତିଆରି କରିନାହାନ୍ତି। ବାପ ମାଙ୍କ ମାଧ୍ୟମରେ ସିଏ ନିଜକୁ ନିଜେ ତିଆରି କରିଛନ୍ତି। ଆମର କୁହାଯାଉଛି ଜଗନ୍ନାଥକୁ କେହି ତିଆରି କରିନାହାନ୍ତି। ଜଗନ୍ନାଥ ମାୟା ରୂପରେ ଅନନ୍ତ ବିଶ୍ୱକର୍ମା ନାମରେ ସେ ଜଣେ ବିଶ୍ୱକର୍ମା ଆସି କହିଲେ, ମୁଁ ହିଁ ଗଢ଼ିବି ରାଜା ଇନ୍ଦ୍ରଦ୍ୟୁମ୍ନକୁ ବା ଗୁଣ୍ଡିଚାଙ୍କୁ କହିଲେ। ସେ ଅନନ୍ତ ବିଶ୍ୱକର୍ମା କିଏ? ସେ ନିଜେ। ଆମର ଯଶୋବନ୍ତ, ପଞ୍ଚସଖା ଯୁଗର ଯଶୋବନ୍ତ, ଅଢଙ୍ଗଗଡ଼ର ଯଶୋବନ୍ତ, ସେ କହିଲେ, ଯେଉଁ ବିନ୍ଧାଣିଟି ତୋତେ କଲା ନିର୍ମାଣ, ସେହି ତ ଏହା ତୁ ଜାଣ। ଯେଉଁ ବିନ୍ଧାଣିଟି ତୋତେ କଲା ନିର୍ମାଣ, ସେହି ତ ଦେହେ ରହିଲା, ଏହା ତୁ ଜାଣ। ସିଏ ନିର୍ମାଣ କରିଛନ୍ତି, ସିଏ ଆମ ଭିତରେ ରହିଛନ୍ତି। ପୁରୁଷ ସୂକ୍ତରେ ଲେଖାଯାଇଛି ଅନ୍ୟେନ ଅତିରୋହତି। ଇଏ ଶରୀର ଯେଉଁ ବୃଦ୍ଧି ହେଉଛି ବା ଶକ୍ତି ପାଉଛି ବା କାମ କରିବା ପାଇଁ ଯେଉଁ ସାମର୍ଥ୍ୟ ଅର୍ଜନ କରୁଛି, କାହା ପାଇଁ ନା ଅନ୍ନ ଦ୍ୱାରା। ଅନ୍ନ କହିଲେ ଆମ ପାଇଁ ଭାତ, କାହା ପାଇଁ ରୁଟି, କାହା ପାଇଁ ଆଉ କ'ଣ, ପଶୁପକ୍ଷୀମାନଙ୍କ ପାଇଁ କ'ଣ ଅନ୍ନ ରୁଟି ହେବ? ତାଙ୍କ ପାଇଁ ଆଉ ଗୋଟେ କ'ଣ? ଯିଏ ଯାହା ଖାଉଛି ଅନ୍ୟେନ ଅତିରୋହତି। କାଉ ଗଛର ଫଳ ଖାଉଛି, କି ମାଙ୍କଡ଼ ତାର ଗଛ ବୁଲିକି ସେ ଏ ଫଳ ସେ ଫଳ ଖାଉଛି। ଯାହାର ଯେଉଁ ଖାଦ୍ୟ, ଯିଏ ଯେଉଁଠି ଯେମିତି ଖାଉଛି, ଅନ୍ୟେନ ଅତିରୋହତି, ତାମାନେ ଶରୀର ତା ଦ୍ୱାରା ପୁଷ୍ଟିକାର ହେଉଛି। ତେଣୁ ଏ ହେଉଛି କଥା। ପେଟେଇ ଜଗନ୍ନାଥ, ଜଗନ୍ନାଥ ମୋ ଭିତରେ ଅଛନ୍ତି। ମୋ ଅନ୍ତର ଭିତରେ, ମୋ ପେଟ ଭିତରେ ଲିଭର ରୂପରେ ଯେ ଅଛନ୍ତି, ପାକସ୍ଥଳୀ ରୂପରେ ଅଛନ୍ତି, ଜଠରାଗ୍ନି ରୂପରେ ଅଛନ୍ତି, ପାଚକରସ ରୂପରେ ଅଛନ୍ତି। ତେଣୁ ଖାଉଛି କିଏ? ତାହେଲେ କିଏ ଖାଉଛି? ମୁଁ ଖାଉଛି। ମୁଁ କିଏ? ମୁଁ ସେଇ ଆତ୍ମା। ମୁଁ ଦେହ ନୁହେଁ, ମୁଁ ଦେହ ନୁହେଁ, ମୁଁ ଦେହ ମୁଁ ଆତ୍ମା, ମୁଁ ଦେହ, ମୁଁ ନୁହେଁ,
ନୁହେଁ ମୁଁ ଦେହ ନୁହେଁ ମୁଁ ଦେହ ନୁହେଁ ମୁଁ ଦେହ ନୁହେଁ ମୁଁ ଦେହ ନୁହେଁ ମୁଁ ଆତ୍ମା ମୁଁ ଦେହ ନୁହେଁ ମୁଁ ଆତ୍ମା ମୁଁ ଦେହ ନୁହେଁ ମୁଁ କିଏ ମୁଁ କିଏ ମୁଁ କିଏ। ପୁରୀ ଶ୍ରୀକ୍ଷେତ୍ରରେ ଅନେକ ପ୍ରକାର ଭୋଗ ଲାଗୁଛି। କେତେ 56 ଭୋଗ ବୋଲି କହୁଛନ୍ତି। ତେଣୁ ଯେତେ ଭୋଗ ଲାଗୁ, ଯେତେ ମହାପ୍ରସାଦ ଆମର ବାହାରୁ, କିନ୍ତୁ ସବୁ ଯାଉଛି ଜଗନ୍ନାଥଙ୍କ ପାଖକୁ, ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କ ପାଖକୁ ଯାଉଛି, ପୁଣି ସବୁ ଫେରିକି ଯାଉଛି। ସେଠି ସମର୍ପଣ ହେଉଛି। ଆନନ୍ଦ ବଜାରରେ ଭିଡ଼ ଲାଗିଛି। କାହାର ଭିଡ଼ ଲାଗିଛି? ସେଠି କୁକୁର ବିଲେଇଙ୍କର ଭିଡ଼ ନାହିଁ। ଏମିତି ବିଲେଇ କେଉଁଠି ଥିବ କି କ'ଣ, କିନ୍ତୁ କେବେ ଦେଖିଛନ୍ତି କୁକୁରର ପଶିଲେ ମାରା ହେଇଯିବ ଭୋଗ? ସବୁ ମଣିଷ ହିଁ ଖାଉଛି। ଆଚ୍ଛା ସେଠି କେମିତିଆ ଖାଦ୍ୟ ଖାଇବା ହେଉଛି? ସେଠି କ'ଣ ପିଆଜ ରସୁଣ ଏତେ କଥା ପଡ଼ୁଛି? କେବଳ ସିଝା ଜିନିଷ। ତେଣୁ ଇଏ ଯେଉଁ ଡାଲି ଡାଲମା ଶାଗ, ଇଏ କେତେ ସୁନ୍ଦର ଜିନିଷ ସବୁ। ଇଏ ହେଉଛି ଯୋଗୀ ଖାଦ୍ୟ। ଆକୁ ଯୋଗୀମାନେ ଖାଇପାରିବେ। ରୋଗୀ ଖାଦ୍ୟ, ରୋଗୀମାନେ ଖାଇଲେ ଦେହ ଖରାପ ହେବନି। ଭୋଗୀ ଖାଦ୍ୟ, ଭୋଗୀମାନେ ବି ଖାଇବେ। 4-5 ପ୍ରକାର ହେଇଗଲେ ଭୋଗୀ ଯାର ଖାଇଲା। ତେଣୁ ଜଗନ୍ନାଥଙ୍କର ପ୍ରସାଦକୁ ବା ଜଗନ୍ନାଥଙ୍କର ଏଇ ମହାନ ପ୍ରସାଦ, ଯିଏ ଜଗନ୍ନାଥ ସେଇ ବଳଦେବ, ସେଇ ହେଉଛନ୍ତି ସୁଭଦ୍ରା, ସେଇ ହେଉଛନ୍ତି ସୁଦର୍ଶନ। କାରଣ ପୂର୍ବ ପର୍ଯ୍ୟାୟରେ ଗୋଟିଏ କଥା ମୁଁ କହିଲି, ଏକ ଜଗତରେ ବ୍ରହ୍ମ ଏକ, ସେ ଅନେକ ପ୍ରକାର ନୁହେଁ। ଲୀଳା ପାଇଁ ଅନେକ ରୂପ ସେ ନେଇଛନ୍ତି। ଜଗନ୍ନାଥ ବଳଭଦ୍ରଙ୍କ ରୂପରେ, ସୁଭଦ୍ରାଙ୍କ ରୂପରେ, ସୁଦର୍ଶନଙ୍କ ରୂପରେ ବିଦ୍ୟମାନ ଅଛନ୍ତି। ତାଙ୍କୁ କିଏ କେତେ ପ୍ରକାର ବ୍ୟାଖ୍ୟା କରୁଛି, ବଡ଼ ଭାଇ, ମଝିଆ ଭାଇ, ସାନ ଭାଇ, କିନ୍ତୁ ପ୍ରକୃତରେ ସେ ଏକ। ତେଣୁ ଏକ ବିଦ୍ୟା ସୁରକ୍ଷିତା ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ହେଇଛି। ତେଣୁ ପେଟେଇ ଜଗନ୍ନାଥ, ଆମେ ଯିଏ ଯାହା ଖାଉଛୁ ସବୁ ସେଇ ଜଗନ୍ନାଥ ହିଁ ତାକୁ ଜଠରାଗ୍ନି ରୂପରେ ସେ ଖାଦ୍ୟକୁ ହଜମ କରାଉଛନ୍ତି, ମଳମୂତ୍ର ତିଆରି କରୁଛନ୍ତି, ତାକୁ ନିଷ୍କାସନ କରୁଛନ୍ତି ଏବଂ ପୁଣି ତାର ସାରାଂଶକୁ ନେଇ ଏ ଦେହକୁ ସିଏ ହିଁ ନିର୍ମାଣ କରୁଛନ୍ତି। ରକ୍ତ ପ୍ରବାହିତ ହେଉଛି ସେଇଥିପାଇଁ, ମଣିଷ ଶକ୍ତି ବା ବଳ ବୀର୍ଯ୍ୟ ପ୍ରାପ୍ତ ହେଉଛି ସେଇଥିପାଇଁ। ତେଣୁ ପେଟେଇ ଜଗନ୍ନାଥ। କଥା ପୁରୁଣା ଅର୍ଥ ଅଜଣା କଥା ପୁରୁଣା, କଥା ପୁରୁଣା ଅର୍ଥ ଅଜଣା କଥା ପୁରୁଣା, ପୁରୁଣା ଜନତାଙ୍କୁ ଅଜଣା, ପୁରୁଣା ଜନତାଙ୍କୁ ଅଜଣା, କଥା ପୁରୁଣା ଅର୍ଥ ଅଜଣା କଥା ପୁରୁଣା, କଥା ପୁରୁଣା ଅର୍ଥ ଅଜଣା କଥା